ଯୁଦ୍ଧ ତ ତାଙ୍କର ଚାଲିଛି, ଆମର କାହିଁ ତେଲ ନାହିଁ? ଏ ଭଗବାନ, ସେ ଯୋଉ ଟ୍ରଙ୍କ, ସେ ଟ୍ରଙ୍କକୁ ମୋଡ଼ିକି ଶଙ୍କି ମୋଡ଼ିକି ଶିଳରେ ବାଟିକି ଛେଚିକି ତାକୁ ଛେଚା କରି ପଖାଳ। ଆଚ୍ଛା ଇଏ ଅନେଇଲ, ସେ ଆଇଥିଲେ କିଏ? ଏଇ ଯୋଉ ସେନ୍ସ ସେନ୍ସ ସେନ୍ସ? ହଁ ମ, ଏଇ ଯୋଉ ସେନ୍ସ ବୁଲନ୍ତିନି, ଏଇ ଯୋଉ ଆରେ ସେନ୍ସ ମ, କଣ ସେନ୍ସ? ହ୍ୟାଲୋ, ଏଇ ଯୋଉ ଜନଗଣନା ପାଇଁ ଯୋଉ ଗଣତି, କଣ ସେଇଟା? ସେନ୍ସସ୍। ହଁ ସେଇ ଯୋଉ ସେଇମାନେ ସବୁ ଆଇଥିଲେ। ହଁ, କଣ ହେଲା? ଏ ଆନା ତାନା ବାପା ମା ନା ଗାଡି କେତେଟା ଇଏ ସିଏ ଡଙ୍ଗଡିଙ୍କି ବଗ ଚକୁଳି ସବୁ ପଚାରିକି ନେଇକି ଗଲେ। ଠିକ ଠାକ କହିଛ ଟି? ବାପା ନା, ମା ନା, ନିଜ ନା କହିଛ ତ ଠିକ ଠାକ? ମତେ ଭାରି ମାନେ ଡିସକମ୍ଫର୍ଟ ଲାଗୁଛି। ଡିସକମ୍ଫର୍ଟ ନୁହଁ, ସେଟା ଅନକମ୍ଫର୍ଟେବଲ ଲାଗେ। ହଁ କଣ? ହଁ ହଁ, କଣ କହୁନୁ, ଶୀଘ୍ର କହ। ସମିତଙ୍କ ଘରେ 3-4ଟା ଛୁଆ, ପଞ୍ଝାଏ ଛୁଆ, ଆମ ଘରେ ଗୋଟାଏ ଛୁଆ। ଭାରି ଖରାପ ଲାଗିଲା, ମୁହଁ ପୋଡିଗଲା। ପାଟି ଅଖାଡୁଆ କରୁଛୁ ଏଇଠି? ତମ ଦିଟାଙ୍କୁ ସମ୍ଭାଳି ହଉନି, ଆଇଲା ବସିକି କହିବାକୁ ଏଇଠି ମତେ 4-5ଟା ଛୁଆ। ତମର ଆଉ ହବ ନାଇଁ? ଆଉ ହବ ନାଇଁ, ଆଉ ଭାବିବୁ ନାଇଁ। ଓ ଛାଡ, ଯାହା ହେଲା ହେଲା। ଇଏ ମୁଁ ଆଉ ଇଣ୍ଡିଆରେ ରହିବିନି। ନାଇଁ, ମତେ ଏଠି ଭଲ ଲାଗୁନି ବାବା। ମୁଁ ଇଟିରେଟ୍ ହେଇସାରିଲିଣି। ଇରିଟେଟ୍ କୁହାଯାଏ। ହଁ, ସେଇ ଗୋଟା ହେଇସାରିଲିଣି ମୁଁ ଏଠି, ମତେ ଭଲ ଲାଗୁନି। ଶିଲୁଆ ପଳେ, ଶିଲୁଆ ପଳେ। ନା, ମୁଁ କୁଆଡେ ଯିବି କହିଲ? ଜମରାନୀ। ଜମରାନୀ? ଜମରାଣୀ ନା କଣ ସେଇଟା? ଜର୍ମାନୀ। ହଁ, ସେଇଠି, ନହେଲେ ଇଟିଲି ଆଉ ସାମ୍ବର ଚଟଣି। କାଇଁ ସେମିତି ହଉଛ? ଆଉ କଣ? ମତେ କଣ କହିଲ, ମାନେ ଇଣ୍ଡିଆରେ ପୁରା ମାନେ ଇଏ ହେଇଗଲାଣି। କିଏ ହେଇଗଲାଣି? ଖାଲି କଜିଆ ହଉଛନ୍ତି, ଝଗଡା କରୁଛନ୍ତି। କଜିଆ ଝଗଡା ମାଡ ପିଟ, ମତେ ଏଟା ମାନେ ପସନ୍ଦ ନୁହଁ। ଲାଇକିଂ ନାଟ୍ ଲାଇକ୍ ଲାଗୁନି ମତେ। ଲାଇକ୍ ଲାଗୁନି ମତେ? ବେଶୀ ଟିଭି ସିରିଏଲ ଦେଖି ଦଉଛ ବୋଧେ? ଶୁଣ, ମୁଁ ମୋର ସିଆଡେ ପଳେଇବି, ମୁଁ ସେଟା ଆରାମରେ ରହିବି। ମତେ ଭଲ ଲାଗୁନି, ମୁଁ କେମିତି ରହିପାରିବି? ହାଉ ଆଉ କଣ? ଜେଲରେ ପୁରେଇ ଦେବେ, ଜର୍ମାନୀ ଇଟାଲୀରେ ଏମିତି ଇଂଲିଶ କହିଲେ। ଟ୍ରଙ୍କ, ସେ ଟ୍ରଙ୍କକୁ ମୋଡ଼ିକି ଶଙ୍କି ମୋଡ଼ିକି ଶିଳରେ ବାଟିକି ଛେଚିକି ତାକୁ ଛେଚା କରି ପଖାଳରେ ଖାଇଦେବି। କାହାକୁ? ଏଇ ଯୋଉ ଟ୍ରଙ୍କ, ଏଇ ଯୋଉ ଆମେରିକାର ବାଚସ୍ପତି ମ, କିଛି ଜାଣିନି ଲୋକଟା। ଟ୍ରଙ୍କ? ହଁ, ତ ଆଈ ରଖିକି ଯାଇଥିଲା ଟ୍ରଙ୍କ? ନାଇଁ, ଆମେରିକା ବାଚସ୍ପତି ରେ। ସେ ଟ୍ରମ୍ପ ଆଉ ବାଚସ୍ପତି ନୁହଁ, ସେ ରାଷ୍ଟ୍ରପତି। ହଁ ସେଗୁଡା ମାନେ କଣ କହିବି, ସେ ଗୋଟେ ମାନେ ସେ ଗୋଟେ କି ଅଯୋଗ୍ୟ ରେସିଡେଣ୍ଟ। ମୁଁ କଣ କହିବି କହିଲ? ରେସିଡେଣ୍ଟ? ରାଷ୍ଟ୍ରପତି ପରା, ପ୍ରେସିଡେଣ୍ଟ। ହଁ ସେ ଗୋଟାକ। ମାନେ ତୁ କଣ ଦରକାର କଜିଆ କରେଇବା କହିଲ? ମାନେ ମାନେ ଏତେ କଳିଆ, ଏତେ ଚୁଗୁଲ ଚମ୍ପଟ, ଛି 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 ଛି। କଣ ଜାଣିଛୁ କହିଲୁ? କଣ ହେଇଛି କହିଲୁ? କଣ ଚାଲିଛି? କଣ ଦୁନିଆରେ କଣ ଚାଲିଛି? କଣଟା ଜାଣିଛୁ କହିଲୁ? What you know? What? କଜିଆ ଝଗଡା ଯୁଦ୍ଧ। ସିରିଏଲ ଦେଖୁଛୁ କି? କଣଟା ଚାଲିଛି କହୁନା? ତମେ ଯଦି ସବୁ ଜାଣି ପକେଇଛ କୁହ ଟିକେ ଶୁଣିବା। ଆରେ ଯୁଦ୍ଧ ଚାଲିଛି ଆମର, ଆମେରିକା ଇସ୍ରାଏଲ ମିଶିକିନା ଇରାନକୁ ମାରୁଛନ୍ତି। ରହିଥା, ଆମେରିକା ଇସ୍ରାଏଲ ଓ ଆମେରିକା ଇସ୍ରାଏଲ ମିଶିକି ଆମେରିକା ଇସ୍ରାଏଲ ମିଶିକି ଆମେରିକା ଇସ୍ରାଏଲ ମିଶିକି ଇରାନର ମାରୁଛନ୍ତି। ଇରାନ ରେ ବହୁତ ଜିନିଷ ଅଛି। ଇରାନ କୁ ସେ ବହୁତ ଜିନିଷ ତାଙ୍କ ଭିତରେ ଅଛି, କହିଲେ ତ ମୁଣ୍ଡରେ ପଶିବନି। ପଶଉନା ତ ମୁଣ୍ଡରେ କିଛି ଥିଲେ ସିନା ପଶିବ। ନା କୁହ, ମୁଁ ଶୁଣେ ଟିକେ। ମୁଣ୍ଡରେ କିଛି ନାହିଁ ନା, ପଶି ଯାଇପାରେ। ବୁଝାଅ କଣ ଅଙ୍କ? ଏତେ ଆରେ ଶୁଣ, ଇରାନ ତିଆରି କରୁଥିଲା ପରମାଣୁ ବୋମା। ତାଙ୍କର ଯୋଉ ସୁପ୍ରିମ ଲିଡର ଥିଲେ ମିଷ୍ଟର ଖାମିନେଇ ହେଲା, ତିଆରି କରୁଥିଲେ ପରମାଣୁ ବୋମା। ତାଙ୍କର ଦେଶର ସୁରକ୍ଷା ଉପରେ ସେମାନେ ତାଙ୍କର କାମ ଚଲେଇଥିଲେ। ସେଇ ଜିନିଷଟା ଇସ୍ରାଏଲକୁ ଇନସିକ୍ୟୁରିଟି ଫିଲ୍ ହେଲା। ସିଏ କଣ ବୁଝିଲି, ଇଏ ବୋମା ଫୁଟାଫୁଟି ଆଉ କଣ ଦୀପାବଳି ଆଉ କଣ, ସିଏ ଯାହା ବି ହଉ ତାମାନେ ଯୋଉ ତମ ଦେଶ ଯୋଉ ଆମେରିକା ତାର ଇରାନ ଫିରାନ ଏମାନେ ଯୁଦ୍ଧ ଅଛି, ଇଣ୍ଡିଆର ତ ନାଁ ଗନ୍ଧ ନାହିଁ ଏଠି। ଶୁଣନା, ଆମେ ହେଲୁ ସୁନା ଦେଶ, ଆମ ଦେଶରେ ସେକୁଲାରିଜମ ଅଛି। କିଛି ନୁହଁ, ଆମ ଦେଶ ଭଲ। ଭଦ୍ର ଲୋକ
ଏଇଟା ମାନେ ବିଶ୍ୱାସ କରିବନି ଆମ ଇଣ୍ଡିଆରେ କ'ଣ ଭାତୃତ୍ୱବାଦ ଯେଉଁ କୁହନ୍ତି ମାନେ ସମସ୍ତେ ମିଳିମିଶି ଆମର ଝଗଡ଼ା ଲାଗିବ ପୁଣି ମିଶିଯିବ ବଢ଼ିଆ। ଇଏ ଯେଉଁ ତିନି ହେ ତମର କ'ଣ ଦରକାର ଯଦି ତମ ବାଡ଼ିର ଜିନିଷ ଆଉ କାହା ବାଡ଼ିରେ ପଡ଼ିଛି ମିଳାମିଶା ହେଇଯିବ। ଆଉ ତାଙ୍କ ବାଡ଼ିର ଜିନିଷ ତମେ ଖାଇବ, ତମ ବାଡ଼ିର ଜିନିଷ ତମେ ଖାଇବ। ୟା ନାଁରେ ଗପ ତା ନାଁରେ ଗପ, ଆକୁ ମୋ ବାପା ତାକୁ ମୋ ବାପା ଆକୁ କର ତାକୁ କ'ଣ ଦରକାର ନାଟ ଲଗେଇବା। ଚୁଗୁଲ ଚମ୍ପଟ ଗୁଣ ଯେବେ ମାନେ ତିଷ୍ଠୁ ନାହାନ୍ତି ବେକାରିଆ ଆମ ଇଣ୍ଡିଆ ତ ଭଲ। ଗାଁ କଳି ଚାଲିଛି, ଆଙ୍କ ବାଡ଼ି ତାଙ୍କ ବାଡ଼ି, ଆଙ୍କ ଛୁଇଁ ତାଙ୍କ ଛୁଇଁ। ଆଉ କ'ଣ ପାଇଁ ଝଗଡ଼ା ଲାଗିଛ? ଦେଶ ବିଦେଶର ଝଗଡ଼ା ଏଇଟା। କ'ଣ ଛାଡ଼ ଏ ତାଙ୍କ ଘର କଥାରେ ଆମେ କାହିଁ ମୁଣ୍ଡ ଘର କଥା ପୁଣି ତାଙ୍କ ରାଜ୍ୟ କଥା ତାଙ୍କର ରାଜ୍ୟ ଓହୋ ତାଙ୍କ ସହର କଥା ସେମାନେ ବୁଝିବା ଆମେ କିଏ ବା ସହର ବେକାରିଆ ଲୋକଟା। ବେବି ଲିସିନ୍ ଆମର କ'ଣ ଦରକାର ଏସବୁ ଜିନିଷରେ ମୁଣ୍ଡ ପୁରେଇବା। ଆମ ଇଣ୍ଡିଆ ତ ଭଦ୍ର। ଚାଲ ସେଇ ଖୁସିରେ ଆମେ ଗୋଟେ ରାଉଣ୍ଡ ଚାଲ ବୁଲିକି ଆସିବା। ଆସ ବୁଲିକି ଚାଲିକି ଯାଇ ହବ? ଗାଡ଼ି ନା ଗାଡ଼ି ବାହାର କରି ହବନି। କାଇଁ? ତେଲ ନାହିଁ। ଫୋନ୍ ଦିଅ ନା ବାଲାନ୍ସ ନାହିଁ? ଫୋନ୍ ଦିଅ। ଆବେ ତେଲ ଟାଙ୍କିରେ ପାଟି କରନି, ଟାଙ୍କିରେ ନାହିଁ ତେଲ ମିଳୁନି। ଆଉ ମଉସା ମି କହୁଥିଲି। ଆବେ ଗ୍ରୋସରୀ ଦୋକାନକୁ ଫୋନ୍ କଲାଣି। କୋଉ ମଉସାକୁ ଲଗେଇଛି? କୋଉ ତେଲ? ପେଟ୍ରୋଲ କଥା ପଡ଼ିଛି ଏଇଠି। ତେଲ ନାହିଁ ମାନେ କ'ଣ? ପେଟ୍ରୋଲ ନାହିଁ। ତେଲ କାହିଁ ନାହିଁ? ଯୁଦ୍ଧ ଚାଲିଛି ବା। ଯୁଦ୍ଧ ତ ତାଙ୍କର ଚାଲିଛି, ଆମର କାହିଁ ତେଲ ନାହିଁ? ଏ ଭଗବାନ କ'ଣ ମ? ଆରେ ଏ ଲୋକ ଠିକ୍ ନୁହଁ ରେ। ଏଇଟା ମୋତେ ଭୂତେଇବାକୁ ଭାବିଛି ଆଉ ଭାବିଛି ମୁଁ ବୋକା, ମୁଁ କିଛି ବୁଝିପାରିବିନି। ଆଉ କେତେବେଳେ କହୁଛି ଇରାନ ଇସ୍ରାଏଲ ସେ ଯେଉଁ ୟୁକେ ଏଠି ଏମାନେ ଝଗଡ଼ା ଝାଣ୍ଟି ଲାଗିଛନ୍ତି, ଏପଟେ ଆମେ ଇଣ୍ଡିଆ ଆସୁନା। ପୁଣି ଏଇନା ବୁଲେଇବାକୁ ନେବା କଥା କହିଲା ବେଳକୁ କହୁଛି ଆମ ଇଣ୍ଡିଆରେ ତେଲ ନାହିଁ, ଆମ ଯୁଦ୍ଧ ଲାଗିଛି। ଏ ଅନେଇଲ ବୋକା ବନାଅନି ମୋତେ ହେଲା। କୁଆଡ଼େ ନଉନ, କିଛି ଦଉନ, ଡିରେକ୍ଟଲି କୁହ ହେଲା। ଏତେ ଫେର କାଢ଼ନି, ବୁଝିପାରିଲ? ହଁ ସେଇ ଗୋଟା କ'ଣ ଇଂଲିଶ ଖାଲି ଦି ଅକ୍ଷର ଜାଣିନେଇଛି ବୋଲି ବସି ଏତେ ନାଟ ନବରଙ୍ଗ ଚଳେଇଛ। କିଛି ଜାଣିନ ଦେଶ ଦୁନିଆ ବିଷୟରେ। ଯଦି ଜାଣିନ ପଢ଼ୁନ, ଖବରକାଗଜ ଆଣିକି ପଢ଼ୁନ। ଖବରକାଗଜ କ'ଣ କେବଳ ଆଇଁଷ ଖାଇକି କଣ୍ଟା ଫୋପାଡ଼ିକି ଅଇଁଠା ଗୋଟେଇବା ପାଇଁ? କୁଆଡ଼େ ନଉନ, କିଛି ଦଉନ, କିଛି ବୁଝୁନ, କିଛି ଜାଣିନ। ଦେଶ ଦୁନିଆ ଚୁଲିକି ଗଲାଣି। ନିହାତି ଗୋଟେ ବୋକା ଲୋକଟା। ବୋକା? ହଁ ମୁଁ ବୋକା, ନହେଲେ ତତେ ବାହା ହେଇଥାନ୍ତି।